ମୋ ପିଲାବେଳ କଥା ପାଠକେ ଲେଖିଛନ୍ତି ରମାଦେବୀ। ଏହି ପାଠରେ ଆମେ ଆଜି ଏହି ଭିଡ଼ିଓରେ ପ୍ରଶ୍ନ ଉତ୍ତର କରିବୁ। ଯାହା ପାଠ ପୁସ୍ତକ ହେଉଛି ମୁଜାଫରପୁରରେ ରମାଦେବୀ କେଉଁମାନଙ୍କ ସହ ରହୁଥିଲେ? ମୁଜାଫରପୁରରେ ରମାଦେବୀ ପିତା ଗୋପାଳ ବଲ୍ଲଭ ଦାସ, ମା ବସନ୍ତ କୁମାରୀ ଦେବୀ ଓ ବଡ଼ ଭଉଣୀ ଶାରଳା ଦେବୀଙ୍କ ସହିତ ରହୁଥିଲେ। ଦୁଇ ଭଉଣୀ ହଠାତ୍ କାହିଁକି ଚମକି ପଡ଼ିଲେ? ଗୋଟିଏ ବଡ଼ ଶବ୍ଦ ଶୁଣି ଦୁଇ ଭଉଣୀ ହଠାତ୍ ଚମକି ପଡ଼ିଲେ। ଦେଶ ପାଇଁ କାମ କଲେ କଣ କଣ କରିବାକୁ ହେବ ବୋଲି ଲେଖିକା କହିଛନ୍ତି? ଦେଶ ପାଇଁ କାମ କଲେ ଜେଲ୍ ଯିବାକୁ ହୁଏ, ଫାଶୀ ଦେବାକୁ ହୁଏ ଏବଂ ସ୍ୱଦେଶୀ ଜିନିଷ ବ୍ୟବହାର କରିବାକୁ ହେବ ବୋଲି ଲେଖିକା କହିଛନ୍ତି। ଜେଲ୍ ସମ୍ପର୍କରେ ରମାଦେବୀ ଅନେକ କଥା କିପରି ଜାଣିଥିଲେ? ରମାଦେବୀଙ୍କ ବାପା ମଝି ମଝି ଜେଲ୍ ପରିଦର୍ଶନ ଯାଆନ୍ତି। ସେ ସେତେବେଳେ ରମାଦେବୀ ଓ ତାଙ୍କ ବଡ଼ ଭଉଣୀ ସରଳା ଦେବୀଙ୍କୁ ସାଥିରେ ନେଇଥାନ୍ତି। ତାଙ୍କ ବାପା ଅଫିସରେ ରହନ୍ତି। ଅଫିସର ଲୋକମାନଙ୍କ ସେ ଦୁହିଁଙ୍କ ନେଇ ଜେଲ୍ ଭିତରେ ଦେଖାନ୍ତି। ତେଣୁ ରମାଦେବୀ ଜେଲ୍ ସମ୍ପର୍କ ଅନେକ କଥା ଜାଣିଥିଲେ। ଶ୍ରୀ ଅରବିନ୍ଦଙ୍କ ପ୍ରତି ଲେଖିକା କାହିଁକି ଭକ୍ତି ଆସିଲା? ଦେଶର ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ଲେଖିକା ରମାଦେବୀଙ୍କ ଘରେ ଆଲୋଚିତ ହୁଏ। ସେହି ଆଲୋଚନା କ୍ରମେ ତାଙ୍କୁ ଅରବିନ୍ଦଙ୍କ କଥା ମଧ୍ୟ ବହୁତ ଶୁଣିବାକୁ ମିଳିଲା। ସେହି ସମୟରୁ ଅରବିନ୍ଦ ପ୍ରଭାବ ଲେଖିକା ମନରେ ଦେଶ ପାଇଁ କାମ ଛାପ ପକାଇବା ସହିତ ତାଙ୍କ ପ୍ରତି ଭକ୍ତିଭାବ ଆଣିଲା। 2 ନମ୍ବର, ଖୁଦିରାମ କାହିଁକି ଇତିହାସରେ ପ୍ରସିଦ୍ଧ ହେଲେ? ପରାଧୀନ ମାତୃଭୂମିର ମୁକ୍ତି ପାଇ ଖୁଦିରାମ ଆନ୍ଦୋଳନ କରିଥିଲେ। ଏଥିପାଇଁ ତାଙ୍କୁ ମାତ୍ର 19 ବର୍ଷ ବୟସରେ ଇଂରେଜ ସରକାର ଫାଶୀ ଦେଇଥିଲେ। ତାଙ୍କର ଏଭଳି ଅନନ୍ୟ ଦେଶପ୍ରେମ ପାଇଁ ସେ ଇତିହାସ ପ୍ରସିଦ୍ଧ ହେଲେ। ରମାଦେବୀଙ୍କ ଉପରେ ଶ୍ରୀ ଅରବିନ୍ଦଙ୍କର କି ପ୍ରଭାବ ପଡ଼ିଲା? ଶ୍ରୀ ଅରବିନ୍ଦଙ୍କର ଦେଶ ସ୍ୱାଧୀନତା ପାଇଁ କାର୍ଯ୍ୟକଳାପରୁ ରମାଦେବୀ ବୁଝିଥିଲେ ଦେଶ ସେବା କଲେ ସର୍ବସ୍ୱ ତ୍ୟାଗ କରିବାକୁ ପଡ଼େ, ଏପରିକି ଜୀବନ ପର୍ଯ୍ୟନ୍ତ। ଅରବିନ୍ଦଙ୍କର ଏହି ତ୍ୟାଗ ମନୋଭାବ ଓ ଦେଶପ୍ରେମର ଗଭୀର ପ୍ରଭାବ ରମାଦେବୀଙ୍କ ଉପରେ ପଡ଼ିଥିଲା। ଖୁଦିରାମ ଫାଶୀ ସମୟରେ ବାପାଙ୍କୁ ଉପସ୍ଥିତି ନ ରହିବା ପାଇଁ ରମାଦେବୀ କାହିଁକି ଅନୁରୋଧ କଲେ? ବିପ୍ଳବୀ ଖୁଦିରାମଙ୍କ ବିଷୟ ଶୁଣି ଶୁଣି ରମାଦେବୀଙ୍କ ତାଙ୍କ ପ୍ରତି ଏପରି ମାୟା ଆସିଯାଇଥିଲା ଯେ ତାଙ୍କ ଫାଶୀ ପାଇବା ଆଦେଶରେ ସେ କାନ୍ଦି ପକାଇଥିଲେ। ତେଣୁ ଖୁଦିରାମ ପରି ଦେଶଭକ୍ତର ଫାଶୀ ସମୟ ସେଠାରେ ଉପସ୍ଥିତ ନ ରହିବାକୁ ସେ ବାପାଙ୍କୁ ଅନୁରୋଧ କରିଥିଲେ। ସଞ୍ଜ ବେଳେ ମା ଦୁଇ ଭଉଣୀଙ୍କୁ କେଉଁ କଥା ସବୁ ଶୁଣାଉଥିଲେ? ପ୍ରାୟ ପ୍ରତିଦିନ ସଞ୍ଜରେ ମା ଦୁଇ ଭଉଣୀଙ୍କୁ ରାମାୟଣ ମହାଭାରତରୁ ନାନା କାହାଣୀ, ବହୁ ଐତିହାସିକ ଘଟଣା, ଦେଶପ୍ରେମ ମୂଳକ ଗଳ୍ପ, ରବୀନ୍ଦ୍ରନାଥ, ରାଣା ପ୍ରତାପ ଇତ୍ୟାଦିଙ୍କ ପରି ଦେଶର ବରପୁତ୍ରମାନଙ୍କ ସବୁ କଥା ଶୁଣାଉଥିଲେ। ଖୁଦିରାମ ଅରବିନ୍ଦଙ୍କ ପରି ସ୍ୱାଧୀନତା ସଂଗ୍ରାମୀଙ୍କ କଥା ମଧ୍ୟ କହୁଥିଲେ। ନମ୍ବର 3, ଯାହାକି ଲଙ୍ଗ କୋଶ୍ଚିନ୍, ପ୍ରାୟ 100ଟି ଶବ୍ଦ ମଧ୍ୟରେ ଲେଖିବ। କୈଶୋର ଅବସ୍ଥାର ରମାଦେବୀଙ୍କ ମନରେ କିପରି ସ୍ୱଦେଶ ପ୍ରତିଭାବ ଉଦ୍ରେକ ହୋଇଥିଲା? ଲେଖିବ। ଅରବିନ୍ଦ ଓ ଖୁଦିରାମଙ୍କ ସମ୍ବନ୍ଧରେ ଲେଖିକା କଣ କହିଛନ୍ତି? ହେଲା,
ଖୁଦିରାମଙ୍କ ଫାଶୀ ପାଖରେ ଉପସ୍ଥିତ ନ ରହିବା ପାଇଁ ବାପାଙ୍କୁ ସେ ବ୍ୟାକୁଳ ଅନୁରୋଧ କରିଥିଲେ। ଖୁଦିରାମଙ୍କ ପ୍ରତି ତାଙ୍କର ଏତେ ମାୟା ଜାତ ହୋଇଥିଲା ଯେ ସେ ତାଙ୍କ ଫାଶୀ ଆଦେଶରେ କାନ୍ଦି ପକାଇଲେ। ଖୁଦିରାମଙ୍କ ଏଇଟା ଏତିକି ଦୂର ଖୋଜେ ଖୁଦିରାମ ଇ ଲୋକନ ଅଛି ଅରବିନ୍ଦଙ୍କର।